ଦେଖନ୍ତୁ ଜାନୁଆରୀ 2026ରୁ ଅଙ୍ଗନବାଡ଼ି ଭଉଣୀମାନଙ୍କୁ ଦୁଇଟି ନୂଆ କାର୍ଯ୍ୟ କରିବାକୁ ପଡ଼ିବ, ଯାହା ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏବଂ ଅଙ୍ଗନବାଡ଼ି ଭଉଣୀମାନଙ୍କର ଦରମା ବୃଦ୍ଧିକୁ ନେଇ ସରକାରଙ୍କ ତରଫରୁ କ'ଣ ରହିଛି ନୂଆ ଅପଡେଟ୍। ଯଦି ଆପଣ ଜଣେ ଅଙ୍ଗନବାଡ଼ି କର୍ମୀ, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ନୂଆ ବର୍ଷରୁ ଅଙ୍ଗନବାଡ଼ି ଭଉଣୀମାନଙ୍କୁ କେଉଁ ଦୁଇଟି କାର୍ଯ୍ୟ କରିବା ପାଇଁ ପଡ଼ିବ, କ'ଣ ରହିଛି ସେ ଦୁଇଟି କାର୍ଯ୍ୟ, କାହିଁକି କରାଯାଉଛି ସେ ଦୁଇଟି କାର୍ଯ୍ୟ, କେମିତି କରିବେ ଆପଣମାନେ ସେ ଦୁଇଟି କାର୍ଯ୍ୟ। ଆସନ୍ତୁ ଏହାର ଡିଟେଲ୍ସ ଉପରେ ନଜର ପକାଇବା। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ଦେଶର ଲକ୍ଷ ଲକ୍ଷ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ହଁ ଆଜ୍ଞା, ସରକାର ନୂଆ ବର୍ଷରେ ଜାନୁଆରୀ ଠାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତାରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂଆ ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡ଼ି ଭଉଣୀମାନଙ୍କୁ ଏବେ ସେମାନଙ୍କର ନିୟମିତ କର୍ତ୍ତବ୍ୟ ସହିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୂଆ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ପିଲାମାନଙ୍କ ପାଇଁ ଏକ ନୂତନ ଭବିଷ୍ୟତ ସୁନିଶ୍ଚିତ କରିବା ଏବଂ ପୃଷ୍ଟି ଅଭିଯାନକୁ ଡିଜିଟାଲ ଭାବରେ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ରଶାସନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଏହି କାର୍ଯ୍ୟଗୁଡ଼ିକରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରେ। ଆସନ୍ତୁ ପ୍ରତ୍ୟେକ ଅଙ୍ଗନବାଡ଼ି କର୍ମୀଙ୍କୁ ବର୍ତ୍ତମାନ କରିବାକୁ ପଡ଼ିବ ଏହିପରି ଦୁଇଟି ନୂଆ କାର୍ଯ୍ୟ। କ'ଣ ରହିଛି ଦୁଇଟି ନୂଆ କାର୍ଯ୍ୟ? ଆପଣମାନଙ୍କୁ କେବେଠାରୁ ଏହା କରିବା ପାଇଁ ପଡ଼ିବ? ସରକାରଙ୍କ ତରଫରୁ ଏହି ଦୁଇଟି କାର୍ଯ୍ୟକୁ ନେଇ ମଧ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଯଦି ଆପଣମାନେ ଏହି ଦୁଇଟି କାର୍ଯ୍ୟ କରୁନାହାନ୍ତି, ଅବହେଳା କରୁଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି। ଆସନ୍ତୁ ଜାଣିବା ଜାନୁଆରୀ 2026ରୁ ନୂଆ ଅଙ୍ଗନବାଡ଼ି ଅର୍ଡ଼ର କ'ଣ ରହିଛି। ଦେଖନ୍ତୁ, ସରକାରଙ୍କ ଦ୍ୱାରା ପ୍ରକାଶିତ ସରକାରୀ ସୂଚନା ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକକୁ ଏବେ ସମ୍ପୂର୍ଣ୍ଣ ଆଧୁନିକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିୟମଗୁଡ଼ିକ, ଯାହା ଜାନୁଆରୀ 2026ରୁ କାର୍ଯ୍ୟକାରୀ ହେବ, ମୁଖ୍ୟତଃ ସ୍ୱଚ୍ଛତା ଏବଂ ସଠିକ୍ ତଥ୍ୟ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଖନ୍ତୁ, ପ୍ରଥମ ପଦକ୍ଷେପ ବିଷୟରେ କହିବାକୁ ଗଲେ, ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ପ୍ରତ୍ୟେକ ପିଲାମାନଙ୍କ ପାଇଁ ଆପାର ଆଇଡି ତିଆରି କରିବା ଏବେ ବାଧ୍ୟତାମୂଳକ। ହଁ ଆଜ୍ଞା, ଏହି ଆଇଡି ପିଲାମାନଙ୍କର ଶିକ୍ଷାଗତ ଏବଂ ସ୍ୱାସ୍ଥ୍ୟ ରେକର୍ଡଗୁଡ଼ିକକୁ ଗୋଟିଏ ସ୍ଥାନରେ ରଖିବାରେ ସାହାଯ୍ୟ କରିବ। ଦେଖନ୍ତୁ, ଅଙ୍ଗନବାଡ଼ିରେ ଯେଉଁ ଭଉଣୀମାନେ ରହିଛନ୍ତି, ତ ସେମାନଙ୍କୁ ସରକାରଙ୍କ ତରଫରୁ ଏହି ନୂଆ ଦାୟିତ୍ୱଟି ମଧ୍ୟ ଦିଆଯାଇଛି। ଅଙ୍ଗନବାଡ଼ି ଭଉଣୀମାନଙ୍କର ଦାୟିତ୍ୱ କହିବାକୁ ଗଲେ, ଯେଉଁ ପିଲାମାନେ ଅଙ୍ଗନବାଡ଼ିରେ ପଢ଼ୁଛନ୍ତି, ସେହି ଅଙ୍ଗନବାଡ଼ିର ପିଲାମାନଙ୍କ ପାଇଁ ଗୋଟିଏ ଗୋଟିଏ ଆଇଡି ତିଆରି କରାଯିବ। ଏହି ଆଇଡିଟି ଆପଣମାନଙ୍କର କ'ଣ ରହିଛି? ଆପାର ଆଇଡି ରହିଛି। ଏହି ଆପାର ଆଇଡି ପ୍ରତ୍ୟେକ ଅଙ୍ଗନବାଡ଼ିରେ ପଢ଼ୁଥିବା ପିଲାମାନଙ୍କ ପାଇଁ କରାଯିବ। ଆପଣମାନେ କରିବେ ତ ଏହି ଆଇଡି ଗୁଡ଼ିକରେ ସରକାର ପ୍ରତ୍ୟେକ ପିଲାମାନଙ୍କର ଯେଉଁ ସୂଚନା ଗୁଡ଼ିକ ରହିଛି ସଠିକ୍ ରୂପେ ପାଇପାରିବେ ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ପଣୀ ମଧ୍ୟ ସରକାର ଏହି ଆଇଡି ମାଧ୍ୟମରୁ ପାଇପାରିବେ ଏବଂ ପିଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଏହି ଆଇଡିରେ ଲିଙ୍କ ହେଇକି ରହିବ, ଯାହା ସରକାରଙ୍କ ତରଫରୁ ବହୁତ ବଡ଼ ସୂଚନା ଜାରି କରାଯାଇଛି। ଅଙ୍ଗନବାଡ଼ିରେ ପ୍ରତ୍ୟେକ ପିଲାମାନଙ୍କ ପାଇଁ ଆପାର ଆଇଡି ଗୋଟେ ଗୋଟେ କରାଯିବ। ଆପଣମାନେ କରିବେ ତ କେମିତି କ'ଣ କରିବେ ସରକାରଙ୍କ ତରଫରୁ ତାହା ମଧ୍ୟ ନିର୍ଦ୍ଦେଶ ରହିଛି। ତ ଆସନ୍ତୁ ଏହା ଉପରେ ନଜର ପକାଇବା। ଆସନ୍ତୁ ଜାଣିବା ଅଙ୍ଗନବାଡ଼ି ଭଉଣୀମାନଙ୍କ ପାଇଁ ଦୁଇଟି ନୂଆ ବାଧ୍ୟତାମୂଳକ କାର୍ଯ୍ୟ କ'ଣ, ପ୍ରକୃତରେ ସେମାନେ କେମିତି କ'ଣ କରିବେ, କିୱାର୍ଡର ଫୋକସ୍ ଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା। ଦେଖନ୍ତୁ, ଦକ୍ଷତା ବୃଦ୍ଧି ପାଇଁ ସରକାର ଏହି ଦୁଇଟି କାର୍ଯ୍ୟକୁ ପ୍ରାଥମିକତା ଦେଇଛନ୍ତି। ପ୍ରତ୍ୟେକ ଅଙ୍ଗନବାଡ଼ି ଭଉଣୀମାନେ କରିବେ। ଏକ ନମ୍ବରରେ ପିଲାମାନଙ୍କ ପାଇଁ ଆପାର ଆଇଡି ସୃଷ୍ଟି କରିବା ବାଧ୍ୟତାମୂଳକ କରାଯାଇଛି। ଦେଖନ୍ତୁ, ନୂତନ ବର୍ଷରୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ
ସେମାନଙ୍କ କେନ୍ଦ୍ରରେ ସମସ୍ତ ନାମ ଲେଖାଇଥିବା ପିଲାମାନଙ୍କ ପାଇଁ ଗୋଟିଏ ରାଷ୍ଟ୍ର ଗୋଟିଏ ଛାତ୍ର ପରିଚୟ ପତ୍ର କିମ୍ବା ଅପର ଆଇଡି ପରିଚୟ ପତ୍ର ତିଆରି କରିବାକୁ ପଡ଼ିବ। ଏହି ପରିଚୟ ପତ୍ର ପିଲାମାନଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଥିରେ ସେମାନଙ୍କର ସମସ୍ତ ତଥ୍ୟ ରହିବ। ଦେଖନ୍ତୁ, ପିଲାମାନଙ୍କ ପାଇଁ ଯେଉଁ ଗୋଟିଏ ରାଷ୍ଟ୍ର ଗୋଟିଏ ଛାତ୍ର ପରିଚୟ ପତ୍ର ପ୍ରତ୍ୟେକ ଅଙ୍ଗନବାଡ଼ିରେ ପଢ଼ୁଥିବା ପିଲାମାନଙ୍କ ପାଇଁ କରାଯିବ। ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ରହିଛି, ଏହି ଅପର ଆଇଡି ଆପଣମାନେ କରିବେ କେମିତି? ସରକାରଙ୍କ ତରଫରୁ ପ୍ରତ୍ୟେକ ଅଙ୍ଗନବାଡ଼ି ଭଉଣୀମାନଙ୍କୁ ଗୋଟେ ସଫ୍ଟୱେୟାର ପ୍ରଦାନ କରାଯିବ। ସେହି ସଫ୍ଟୱେୟାର ମାଧ୍ୟମରେ ଆପଣମାନେ ଯେଉଁ ପିଲାମାନେ ନାମ ଲେଖେଇବେ, ଯେଉଁ ପିଲାମାନେ ପଢ଼ୁଛନ୍ତି, ସେମାନଙ୍କର ଗୋଟିଏ ଗୋଟିଏ ଅପର ଆଇଡି ମୂଳରୁ ହିଁ ସୃଷ୍ଟି କରାଯିବ। ତ ପଢ଼ିବା ଆରମ୍ଭରୁ ଏହି ଆଇଡି ସୃଷ୍ଟି ହେଲେ ସରକାରଙ୍କ ପାଇଁ ଏହା ସୁବିଧା ମଧ୍ୟ ରହିବ ଯେ ପ୍ରତ୍ୟେକ ପିଲାର ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି, ତା ସହିତ ଜଣେ ପିଲାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ କ'ଣ ରହିଛି, ସରକାରଙ୍କ ପାଖରେ ସ୍ପଷ୍ଟ ସୂଚନା ରହିବ। ଯାହାଫଳରେ ସରକାର ଆଗାମୀ ଦିନରେ ନୂଆ ନୂଆ ଯୋଜନା ଗୁଡ଼ିକ ଆଣିପାରିବେ, ଯେଉଁ ଯୋଜନା ଗୁଡ଼ିକ ଗରିବ ଏବଂ ମଧ୍ୟବିତ୍ତ ପରିବାରର ପିଲାମାନଙ୍କ ପାଇଁ ଦରକାର ରହିଛି। ଏବଂ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ କେଉଁ କେଉଁ ପଦକ୍ଷେପ ଗୁଡ଼ିକକୁ ନିଆଯିବ ଯାହାଫଳରେ ପିଲାମାନଙ୍କର ଉନ୍ନତି ହେବ, ସେଥିପାଇଁ ଏହି ପଦକ୍ଷେପ ଗୁଡ଼ିକକୁ ସରକାର ନେଇଛନ୍ତି। ଦେଖନ୍ତୁ, ଫ୍ଲିପକାର୍ଟରେ ବଢ଼ିଆ ବଢ଼ିଆ ଶାଢ଼ୀ ଗୁଡ଼ିକ ରହିଛି, ବହୁତ କମ୍ ରେଟ୍ ରହିଛି ଏବଂ ପୁଅ ପିଲାମାନଙ୍କ ପାଇଁ ଏବଂ ଝିଅ ପିଲାମାନଙ୍କ ପାଇଁ ବଢ଼ିଆ ବଢ଼ିଆ ଡ୍ରେସ୍ ମଧ୍ୟ ରହିଛି। ଆପଣଙ୍କୁ ମୁଁ ଏହି ଭିଡ଼ିଓରେ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି। ଆପଣ ଲିଙ୍କ୍ ଗୁଡ଼ିକକୁ ଚେକ୍ କରି ଆପଣମାନଙ୍କର ମନପସନ୍ଦର ପ୍ରଡ଼କ୍ଟ ଅର୍ଡ଼ର କରିପାରିବେ। ଆସନ୍ତୁ ଜାଣିବା ଡିଜିଟାଲ ପୁଷ୍ଟିସାର ଟ୍ରାକର ଏବଂ ଯାଞ୍ଚ କେମିତି କ'ଣ ରହିଛି। ଦେଖନ୍ତୁ, ରାସନ ବଣ୍ଟନ ଏବଂ ପିଲାମାନଙ୍କ ଉପସ୍ଥାପନ ପାଇଁ ପୋଷଣ ଟ୍ରାକର ଆପ୍ ଏବେ ବାଧ୍ୟତାମୂଳକ ହେବ। ହିତାଧିକାରୀମାନଙ୍କୁ ମୁହଁ ଚିହ୍ନଟ କିମ୍ବା OTT ଆଧାରିତ ଯାଞ୍ଚ ମାଧ୍ୟମରେ ଲାଭ ବଣ୍ଟନ କରାଯିବ। ଆସନ୍ତୁ ଜାଣିବା ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ କ'ଣ ସବୁ ରହିଛି। ଏହି ଦୁଇଟି ମୁଖ୍ୟ କାର୍ଯ୍ୟ ବ୍ୟତୀତ ଅନ୍ୟ କିଛି ପରିବର୍ତ୍ତନ ମଧ୍ୟ ଦେଖାଯାଇପାରେ। 1 ନମ୍ବରରେ ଋତୁ ଅନୁସାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟ ସମୟ ପରିବର୍ତ୍ତନ ହୋଇପାରେ। 2 ନମ୍ବରରେ ଭଡ଼ା ଘରେ ଚାଲୁଥିବା କେନ୍ଦ୍ରଗୁଡ଼ିକକୁ ସରକାରୀ ସ୍କୁଲ କିମ୍ବା ଉନ୍ନତ ସୁବିଧା ଥିବା କୋଠାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 3 ନମ୍ବରରେ ଶୁଖିଲା କ୍ଷୀର ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ବଣ୍ଟନ ପ୍ରକ୍ରିୟାକୁ ଆହୁରି କଠୋର କରାଯିବ। ଯଦିଓ ଏହି ପରିବର୍ତ୍ତନ ଗୁଡ଼ିକ କାର୍ଯ୍ୟଭାର ବୃଦ୍ଧି କରିବାର ସମ୍ଭାବନା ଅଛି, ଏହା କାର୍ଯ୍ୟରେ ସ୍ୱଚ୍ଛତା ମଧ୍ୟ ଆଣିବ। ଦେଖନ୍ତୁ, ଅଙ୍ଗନବାଡ଼ି ସଂଘଗୁଡ଼ିକ ବାରମ୍ବାର ସମ୍ମାନ ବୃଦ୍ଧି ପାଇଁ ଏବଂ ଦରମା ପାଇଁ ଦାବି କରି ଆସୁଛନ୍ତି, ଯାହାକୁ ସରକାର ବିଚାର କରିପାରନ୍ତି। ସିଦ୍ଧାନ୍ତ ଏବଂ ଆଗକୁ ଯିବା ବାଟ। ଏହି ପରିବର୍ତ୍ତନ ଗୁଡ଼ିକ ଜାନୁଆରୀରୁ ଲାଗୁ ହେବ। ଡିଜିଟାଲ ଇଣ୍ଡିଆ ଆଡ଼କୁ ଏକ ପ୍ରମୁଖ ପଦକ୍ଷେପ। ଅଙ୍ଗନବାଡ଼ି କର୍ମୀମାନେ ଏହି ନୂଆ କାର୍ଯ୍ୟଗୁଡ଼ିକ ପାଇଁ ବିଶେଷ ତାଲିମ ମଧ୍ୟ ପାଇବେ, ଯାହାଦ୍ୱାରା ସେମାନେ ବୈଷୟିକ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ଏହି ନିୟମ ଗୁଡ଼ିକ କାର୍ଯ୍ୟକାରୀ ହେବା ସହିତ ପିଲାମାନେ ସିଧାସଳଖ ଏବଂ ସଠିକ୍ ଭାବରେ ସରକାରୀ ଯୋଜନାର ଲାଭ ପାଇପାରିବେ। ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସେମାନଙ୍କ ବିଭାଗର ସରକାରୀ ପୋର୍ଟାଲ ଭିଜିଟ୍ କରିବାକୁ ଏବଂ ବିସ୍ତୃତ ନିର୍ଦ୍ଦେଶାବଳୀ ପଢ଼ିବାକୁ ପରାମର୍ଶ ଦିଆଯାଇଛି।